नमस्कार बंधुगण, जय जगन्नाथ। आज हेउछि शुक्रवार, माँ संतोषींकर दिन। आसंतु प्रथमे माँ संतोषींक स्तुति करिबा, तापरे संतोषी पुराण आरंभ करिबा। गोटे अध्याय हेउ पछे मूलरू शेष जाए निश्चय शुणिबे। श्री संतोषी स्तुति। जय तो संतोषी मागो पादे नमस्कार। जय तो संतोषी मागो दीने कृपा कर। जय तो संतोषी मागो कल्याणकारिणी। जय तो संतोषी मागो त्रितापहारिणी। आतंक काल रे मागो तो नाम स्मरिले। महा विपत्ति माँ खंडी जाए भले। आश्रित विपन्न जने करु तु उद्धार। तो पादे शरण गले नेउ सर्वभार। सजन निकटे माँ तू कृपा सागर। दुर्जन नेत्र रे अटु महाभयंकर। प्रसन्न बदनी माँ पात्र पड़ाबासिनी। विद्या शक्ति प्रदायिनी दारिद्र्य भंजनी। ब्रह्मा विष्णु महेशंकु तो गुण जाना। मोहिहीन मति किबा करिबी कलना। दिने थिला कैलास पुरे राखी बंधन। लक्ष दक्ष भ्रातृद्वय गणेश नंदन। पितांक समीपे चली भासिले सतर। किए आम हस्ते राखी बांधिब पियर। पुत्रंक कटाळ शुणी पार्वती नंदन। मानस कन्या को तही करिले चिंतन। कन्या उभा हेला सेही स्थाने तत्क्षणे। बंधन करिला राखी भग्नि भ्रातृ प्रेमे। आनंद होइण बेनी धन्य धन्य कले। पत्नी को जाई गणेश सकल बोइले। पुत्र द्वय चिते जेणु संतोष ए देला। संतोषी तुमर नाम शुण गो रहिला। चतुर्हस्ता अटु मागो अपूर्व मूरति। सुंदर सुचारु तुही बरा भय दात्री। एक हस्ते दिय खाद्य समस्त संताने। तुमे तो प्रकाशी अछ सर्वजीव प्राणे। खंडा अछि एक हाते अनेक त्रिशूल। भक्तर गुहारी शुणी दिय माता फल। अपूर्व सुंदर शोभे कुंडल तोहर। कंठ तटे शोभा पाए मणि मुक्ताहार। शुक्रवारे तुम व्रत करिले पालन। सर्वशुभ लाभ हुए ए सत्य वचन।
ଯାହା କିଛି ମନ ବାଞ୍ଛା କରିଲେ କମଳା ସନ୍ତୋଷୀ ଦୟାଳୁ ତାହା ପୁରଇ ବାସନା ଅର୍ଥ ଭାବ ଯାହାର ନ ମିଳେ ଆହାର ମାତାଙ୍କ କୃପାରୁ ମିଳେ ସମ୍ପଦ ପାର ଯାହା କିଛି ମନ ମଧ୍ୟେ ଥାଏ ଅଭିଳାଷ ଦୟାମୟୀ ତା ପୂରଣ କରଇ ଅବଶ୍ୟ ଜୟ ଜୟ ସନ୍ତୋଷୀ ମା ଗଣେଶ ଜନନୀ ତବ ପାଦ ପଦ୍ମେ ମାଗ କରୁଛି ଦଇନି ଦୋଷା ଦୋଷ ଥିଲେ ମାତ ମାର୍ଜନ କରିବ ଅଧମ ସନ୍ତାନେ ସଦା ସାହା ହୋଇଥିବ। ଏବେ ଆସନ୍ତୁ ଶୁଣିବା ସନ୍ତୋଷୀ ପୁରାଣ। ଆଜିର ବିଷୟ ରହିଛି ସାଧବାଣୀ ଲୀଳାବତୀ ଉପରେ ଅତ୍ୟାଚାର ଏବଂ ଲୀଳାବତୀର ବନଗମନ। କହୁଛନ୍ତି ବେଦବର ଶୁଣ ହେ ନାରଦ ସନ୍ତୋଷୀ ପୁରାଣ ଅଟେ ପୁରାତନ ଭେଦ ଯେଉଁ ବାର୍ତ୍ତା ବହୁ କାଳୁ ନର ନାରୀ ଗଣ ଅଜଣା ଭାବରେ ରହିଥିଲେ ପୁଣି ଜାଣ ସେହି ବାର୍ତ୍ତାମାନ ଭାବ ଅନୁରୋଧ ଫଳେ କହୁଅଛି ବୁଝାଇଣ ଶୁଣ ତୁ ଅଚିରେ ପାପ ପୁରୁଷର ସାଧ ବାଣୀ ରଙ୍ଗରେ ହୋଇଲା ଯାହାଟି ପୁଣି ପ୍ରବେଶ ଫଳରେ କନିଷ୍ଠ ସୁତ ଜୟନ୍ତ ବିଦେଶକୁ ତାର ଗମନ କରିଲା ଜାଣ ଆନନ୍ଦ ମନର ଶୁଣ ଶୁଣ ବିଦେଶକୁ ଜୟନ୍ତ ଯାଇଣ ଭଦ୍ରପୁର ନାମ୍ନୀ ଏକ ରାଜ୍ୟରେ ଯେ ପୁଣ ପ୍ରବେଶ ହୋଇଲା ସେଠି ତୃଷା ବିକଳରେ ଏଣେ ତେଣେ ବୁଲିଲା ସେ ଅତୀବ ଦୁଃଖରେ ଶୁଣିଲା ସେଠାରୁ କିଛି ଦୂରରେ ଟିବୁଣ ବନ୍ଧୁ ସାହୁ ବୋଲି ଅଟେ ତାହାର ଯେ ନାମ 5 ଗୋଟି ବୋଇତରେ ବିଦେଶରୁ ଦ୍ରବ୍ୟ ବୋହି ଆଣି ନିଜ ଦେଶେ ବିକୁଥିଲା ସର୍ବ ବିକ୍ରୟ ଅର୍ଥରେ ତାର ଗୋଟିଏ ଚାକର ଲୋଡ଼ିଥିଲା ଜୟନ୍ତ ସେ ପହଞ୍ଚି ସତର ନିଜ ପରିଚୟ ସେହି ବନ୍ଧୁ ସାହୁ ପାଶେ ଦେଲା ସେହି ଅତି ଦୁଃଖେ ଭୋକେ ଆଉ ଶୋକେ ସାଧବ କୁମାର ଏକ ଜାଣି ବନ୍ଧୁ ସାହୁ ଆନନ୍ଦ ହୋଇ ପୁଛଇ ଜୟନ୍ତକୁ ସେହୁ ରଖିବି ଯଦ୍ୟପି ତୋତେ କେତେ ତ ବେତନ କହ କହରେ ଜୟନ୍ତ ସ୍ଥିର କରି ମନ ଜୟନ୍ତ ବୋଲଇ ମୋର କାମ ନିରୂପଣ କରିଣ ଖଞ୍ଜିବେ ନିଜେ ବେତନ ଆପଣ ଏହା ଶୁଣି ବନ୍ଧୁ ସାହୁ ଅତି ଖୁସି ହେଲା ରହ ବୋଲି ନ ତାହାକୁ ବୁଝାଇ ବଇଲା ବନ୍ଧୁ ସାହୁ ପାଶେ ସେହି ସାଧବ କୁମାର ରହିଲାଟି ମନେ ରଖ ଆନନ୍ଦ ମନର ଏହିପରି ଭାବେ ଜାଣ ଦିନ ପରେ ଦିନ ମାସ ପରେ ବର୍ଷ ପୁଣି ହୋଇଲା ପୁରାଣ 2 ବର୍ଷ କାଳ ବିତି ଗଲା ମନ ଦେଇ
ଶୁଣ ସାଧବ ଘରର ସମାଚାର ସେହି, ଆଗରୁ ଯେ ସାଧବାଣୀ ଆଉଜା ମାନେ ଅତ୍ୟାଚାର କରୁଥିଲେ ଲୀଳା ସାଥେ ପୁଣେ। ଜୟନ୍ତ ଯିବା ଦିନରୁ ଜାଣ ଅତ୍ୟାଚାର ହୋଇଗଲା ଦ୍ୱିଗୁଣ ତ ଅତି ଖରତର। ସାଧବାଣୀ ଲୀଳା ହାତେ କର ଗୋଟା କର, କାମ ସବୁ କରାଏ କରେ ଖୁସି ମନର। ତଥାପି ତାହାର ପେଟ ପୁରେ ନାହିଁ ଜାଣ, ସମସ୍ତଙ୍କ ଉଚ୍ଛିଷ୍ଟକୁ କରନ୍ତି ଯେ ଦାନ। ମୁହଁ ଖୋଲି କେବେ ନିଜେ ସେହି ଲୀଳାବତୀ, ଶାଶୁ ଯା ପାଶେ କିଛି କଥା ନ କୁହନ୍ତି। ଶାଶୁ କହେ ଅଲକ୍ଷଣୀ ତୁହି ଆସିବାରୁ, ହାତ ଶଙ୍ଖା ଆଉ ମଥା ସିନ୍ଦୁରକୁ ନେଲୁ। ମରିଲା ସ୍ୱାମୀ ମୋହର ତୁଚ୍ଛା ଅଲକ୍ଷଣୀ, ଅଟୁ ତୁହି ଏ ବାରତା ମନେ ରଖ ପୁଣି। ତୋର ଲାଗି ପୁଅ ମୋ ଦେଶାନ୍ତର ହେଲା, କାହିଁ ଆଜି ଯାଏ ତାର ବାର୍ତ୍ତା ନ ମିଳିଲା। ଏହିପରି ନାନା ଭାବେ କହି କଟୁ ଗୀର, ସବୁରି ବାସନ ମଜାଏ ତାହା ହାତର। ଘରର ଯେ ଲିପା ପୋଛା କାମ ଲୀଳାବତୀ, କପାଳ ଆଦରି କରେ ହୋଇ ଦୁଃଖୀ ଅତି। ଗୁହାଳ ଯାକ ଗୋବର ହସ୍ତରେ ନିଜର, ସଫା କରେ କପାଳକୁ ଆଦରି ତାହାର। ସବୁ ପିଲାଙ୍କର ଆଉ ଯା ମାନଙ୍କର, ଧୋଇ ଆନନ୍ଦ ମନେ ନେଇ ତାଙ୍କ ମନ। ଶେଷରେ ପିଲାମାନଙ୍କୁ ନେଇ ଦାଣ୍ଡ ଦ୍ୱାରେ, ଖେଳାଏ ଦୁଃଖିନୀ ଲୀଳାବତୀ ସଦା କାଳେ। ଯଦି କେଉଁ ଦିନ କାର୍ଯ୍ୟ ଅବହେଳା କରେ, ତେବେ ସାଧବାଣୀ ଜାଣ ବେବ୍ରାଘାତ କରେ। ବେତରେ ଆଘାତ ଦେଇ ବୋଲେ ସାଧବାଣୀ, କି କାରଣେ ବାରତା ନ ହେଲା ଏ କ୍ଷଣି। କେଉଁ ସ୍ୱାମୀ ଶ୍ୱଶୁରର ସେବା କରୁଥିଲୁ, କାହିଁ ପାଇଁ କାମ ଗୋଟା ବିଳମ୍ବ ତୁ କଲୁ। କାହିଁକି ତୁ ଏହି କାମ କଲୁ ନାହିଁ କହ, ନ କହିଲେ ବେତ୍ରାଘାତେ ଛିଡ଼ାଇବି ମୁହଁ। ଯା ମାନେ କହନ୍ତି ଯେ ଶାଶୁର ପାଖରେ, ମିଛ ସତ କରି ଏଣୁ ତେଣୁ ଯେ ସତରେ। ବୋଲନ୍ତି ଖାଉଛି ମାତା ତିନି ବେଳା ଜାଣ, ପଡ଼ି ରହିଅଛି ଘର ଗୋଟାକାର କାମ। ଏହିପରି ନାନା ଭାବେ ଲୀଳାବତୀ ପରେ, ଅତ୍ୟାଚାର ହେଉଥାଏ କରନ୍ତି ଅଚିରେ। ଖାଇବାକୁ ଉଚ୍ଛିଷ୍ଟ ଯେ ଦିଅନ୍ତି ତାହାକୁ, ଅଣ୍ଟେ ନାହିଁ ଜାଣ ଲୀଳାବତୀର ପେଟକୁ। କିଏ ଯଦି ଆସି ବୋଲେ ଏହି ନାରୀ କିଏ, ବୋଲନ୍ତି ଆମର ଅଟେ ଚାକରାଣୀଟିଏ। ସାତଶିଆ ଚିରା ଲୁଗା ପିନ୍ଧିବା ନିମିତ୍ତ, ଶାଶୁ ଆଉ ଯା ମାନେ ଦିଅନ୍ତି ଯେ ସତ। ଏହିପରି ଦୁଃଖିନୀ ହେ ସେହି ଲୀଳାବତୀ, ଅତୀବ ଦୁଃଖରେ ଦିନ କାଟୁଥାଏ ସତୀ। ଏକ ଦିନର ଘଟଣା ଶୁଣ ମନ ଦେଇ, ଆନନ୍ଦ ମନରେ ଲେଖେ ସନ୍ତୋଷକୁ ଧ୍ୟାଇ। ବଡ଼ ଯା ସାଧବାଣୀ ଆଗରେ ଆସିଣ, କହିଲା ଜନନୀ ଘରେ କାଠ ନାହିଁ ପୁଣ। କି କରିବା ଏହି ବେଳ ହୋଇଯିବ କାଠ, ଆର ବେଳ ରୋଷେଇକୁ ହୋଇବନି ଅଣ୍ଟ। ଆଜି ତୁହା ତୁହା ହୁଏ ମେଘ ବରଷା,
ନ ଆସିବ ଏହିଠାକୁ ଯେ କାଠ ବେଉସା। ଏହା ଶୁଣି ସାଧବାଣୀ ବୋଇଲା ଅଚିରେ, ଘର କାମ ଲୀଳାବତୀ ଶେଷ କଲା ପରେ। କୁହ ତାକୁ ଯାଉ ଏକ ନିକଟ ବିପିନ, ରୋଷେଇଆ ସେ କାଠ କାଟି ଆଣୁ ବହିଣ। ତହୁଁ ସାଧବାଣୀ ଆଜ୍ଞା ଯେ ଲୀଳାବତୀକୁ, ବୋଇଲା ଆଜିଠୁ ଯିବୁ ପ୍ରତ୍ୟହ ବଣକୁ। ଘର କାମ ଶେଷ କରି ବଣ ମଧ୍ୟେ ଯିବୁ, ରୋଷାଇ ନିମିତ୍ତ କାଠ ବହିଣ ଆଣିବୁ। ଏହା ଶୁଣି ଅତି ଦୁଃଖେ ସାନ ବୋହୂ କିଛି, ଶାଶୁ ମୁହଁରେ ଯେ କହି ନ ପାରେ ମୁରୁଛି। ଏହା ଶୁଣି ଲୀଳାବତୀ ମେଘ ପବନରେ, କାଠ ଆହରଣେ ବନ ମଧ୍ୟକୁ ସେ ଚାଲେ। ବିପିନ ମଧ୍ୟକୁ ପ୍ରତିଦିନ ଯାଇ କାଠ ଆଣି କରି ନିଜ ଗୃହେ କରଇ ଜମାଟ। ଏହିପରି ଲୀଳାବତୀ ଯାଏ ପ୍ରତିଦିନ, କାଠ ଆହରଣେ ବଣେ କରି ଦୁଃଖ ମନ। ଏ ବାରତା ସନ୍ତୋଷୀ ଯେ ଜାଣିଲେ ତକ୍ଷଣ, କାହାକେ ନ କହି ନିଜେ ଆନନ୍ଦିତ ମନ। କରି ବଣ ମଧ୍ୟେ ଏକ ଗଢ଼ିଲେ ମନ୍ଦିର, ଏହି କଥା ମନେ ମାତା କଲେ ଜାଣ ସ୍ଥିର। ନାରୀଗଣଙ୍କୁ ବୋଇଲେ ଏଠାରେ ମନ୍ଦିର, ଗୋଟିଏ ହୋଇବ ମନେ ରଖ ଏହି ଗିର। କହିଦେଲେ ସିନା ଦେବୀ ମନ୍ଦିର କିପରି, ଭାବରେ ନିର୍ମାଣ ହେବ ଚିନ୍ତିଲେ ସେ କ୍ଷଣି। କିଛି କାଳ କରି ଚିନ୍ତା ନିଜ ମନ ମଧ୍ୟେ, କଲେ ସ୍ଥିର ବିଶ୍ୱକର୍ମା ନିଶ୍ଚିତ ଯେ ବୋଧେ। ଆଶିଣ ଏହି କର୍ମରେ ବରିବେ ସାହାଯ୍ୟ, ମନ୍ଦିର ଗୋଟିଏ ଏଠି ହେବ ହେବି ପୂଜ୍ୟ। ଏ ବାରତା ଚିନ୍ତି ମନେ ଦେବି ତତକ୍ଷଣ, ବୋଇଲେ ସାହାଯ୍ୟ ମତେ ତୁମେ ନାରୀଗଣ। କରିବ କି ନାହିଁ ଆଗ ବୁଝାଇ ନ କୁହ, ତାହାପରେ ଯେ ମନ୍ଦିର ତୋଳା ହେବ କହ। ତହୁଁ ନାରୀମାନେ ସର୍ବେ ବୋଲନ୍ତି ବଚନ, ତୁମ୍ଭ ସାହାଯ୍ୟ କରେଣ ଆମ୍ଭ ଆଗମନ। ତେଣୁ ତୁମ୍ଭେ ଅଟ ମୁଖ୍ୟ ସହକାରୀ ଆମ୍ଭେ, ସାହାଯ୍ୟ କରିବୁ ନିଶ୍ଚୟ ଯେ ସମସ୍ତ କର୍ମେ। ଯାହା ଆଦେଶ ଆମ୍ଭଙ୍କୁ ଗଣେଶ ନନ୍ଦିନୀ, ଦେବଟି ତାହା ପାଳନ କରିବୁ ତକ୍ଷଣି। ଏ ବାରତା ଶୁଣି କରି ଲମ୍ବୋଦର ସୁତା, ମୁଖ ମଧ୍ୟରେ ଜନନୀ କଲେ ହରଷିତା। ହସି ହସି ମହାମାଇ ଗଣେଶ ନନ୍ଦିନୀ, ଚିନ୍ତା କଲେ ମନେ ସିନା କହିଦେଲି ପୁଣି। ସ୍ୱର୍ଗେ ବିଶ୍ୱକର୍ମା ତାଙ୍କୁ ମୁକରି ଆହ୍ୱାନ, କରିବି ଅଧୁନା ଯଦି ନ ଆସନ୍ତି ପୁଣ। ତେବେ କେଉଁପରି ମୁହଁ ଗଢ଼ିବି ମନ୍ଦିର, ନିଶ୍ଚିତରେ ସାଥୀ ହସ ହସିବେ ସତର। ଏତେ ବୋଲି ମହାଦେବୀ ମନେ ଦମ୍ଭ କଲେ, ସର୍ବଶେଷେ ପିତାମହ ଶିବ ଛନ୍ତି ହେଲେ। ତାଙ୍କୁ ଡାକିଲେ ସାହାଯ୍ୟ କରିବେ ନିଶ୍ଚୟ, ଏଥିରେ ଯେତିଳେ ହେଲେ ନ ଅଛି ସନ୍ଦେହ। ଏହିପରି ମନେ ନାନା ଗିର ସେ ପାଞ୍ଚିଣ, କିଛି କାଳ ହାତ ଯୋଡ଼ି ହୋଇଲେ ମୌନ। ମନ ମଧ୍ୟରେ ଜନନୀ ଯେ ବିଶ୍ୱକର୍ମାଙ୍କୁ, ଚିନ୍ତା କଲେ ଆନନ୍ଦିତ କରିଣ ମନକୁ। ଜୟ ଜୟ ବିଶ୍ୱକର୍ମା ହେ ବିଶ୍ୱକର୍ଷଣ, ତୁମ୍ଭ ଲାଗି ଦେବପୁର ହୋଇଲା ନିର୍ମାଣ।
ତୁମ୍ଭ ଲାଗି କୈଳାସ ପୁରରେ ନବର ଗଢ଼ି ଉଠିଅଛି ପୁଣି କେତେ ଯେ ନଗର। ସବୁ ତୁମ ହାତ ଗଢ଼ା ହାତ ବେନି ଖେଳ ଡାକେ ଗଣେଶ ତନୟା ସାହା ତିଳେ କର। ଆହ୍ୱାନ ଶୁଣିଣ ମୋର ଏହି ମର୍ତ୍ତ୍ୟପୁର କିଛି କାଳ ଆଗମନ କର ଏହି କାଳ। ମନ୍ଦିର ଗୋଟିଏ ମୋର ବିପିନ ମଧ୍ୟରେ ତୋଳି ଦେଇ ନିଜ ପୁରେ ଜୀବଟି ସତରେ। ଯଦ୍ୟପି ସହାୟ ତୁମେ ନୋହିବଟି ଜାଣ ଉପହାସ ପାତ୍ରୀ ହେବି ମେଦିନୀରେ ପୁଣ। ଦେବକୁଳ ସମ୍ଭୂତା ମୁଁ ଯଦି ଅପମାନ ପାଇବି ଦେବତା କୂଳେ ହେବ ତାହା ଜାଣ। ତେଣୁ କରି ଆହ୍ୱାନ ମୁଁ ଶ୍ରବଣ କରିଣ କିଛି କାଳ ପାଇଁ ଆସ ଯେହି ବିପିନ। ତୁମ ବିନା ମୋ ମନ୍ଦିର ଆଉ ଅବା କିଏ ତୋଳିବ ଆଗରେ ମୋର ନାହିଁ ଜାଣ ଆହେ। ନ କରି ବିଳମ୍ବ କ୍ଷଣେ ତେଜି ସ୍ୱର୍ଗପୁର ଉପସ୍ଥିତ ହୁଅ ଆସି ମର୍ତ୍ତ୍ୟ ବିପିନର। ଏତେ ବୋଲି ମହାଦେବୀ ହେ ବିଶ୍ୱକର୍ମଣ ବୋଲିଣ ନିଜ ମନରେ କରିଲେ ଆହ୍ୱାନ। ସନ୍ତୋଷୀ ଆହ୍ୱାନ କାଳେ ବିଶ୍ୱକର୍ମା ଦେବ ବିଶ୍ରାମ ଯେ କରିଥିଲେ ପ୍ରଭୁ ସ୍ୱର୍ଗେ ଦେବ। ଗଣେଶ ନନ୍ଦିନୀ କିଏ କାହିଁକି ଡାକିଲା ଚକିତ ହୋଇଣ ତାଙ୍କ ନିଦ୍ରା ଭାଜି ଗଲା। ଦିବ୍ୟ ଦୃଷ୍ଟି ପକାଇଣ ମର୍ତ୍ତ୍ୟପୁରେ ଜାଣ ଦେଖିଲେ ସନ୍ତୋଷୀ ରହେ ବୃକ୍ଷ ତଳେ ପୁଣ। ଏ ପୁଣି ଯେ ଗଣନାଥ ମାନସ କୁମାରୀ ଡାକୁଅଛି ସେ ମନ୍ଦିର କରିବି ତିଆରି। ତହୁଁ ଆଉ ଡେରି ଦେବ ନ କରିଣ ପୁଣ ମର୍ତ୍ତ୍ୟ ଭୁବନକୁ ସୁଖେ କଲେ ଆଗମନ। କ୍ଷଣ କାଳ ମଧ୍ୟେ ମର୍ତ୍ତ୍ୟ ପୁରଠାରେ ସେହି ବିପିନ ମଧ୍ୟରେ ଜାଣ ପହଞ୍ଚିଲେ ଯାଇ। ଦେଖିଲେ ଗଣେଶ ସୁତା ଜନନୀ ସନ୍ତୋଷୀ ତାଙ୍କୁ ଦେଖି ହୋଇଅଛି ମନେ ଅତି ଖୁସି। ସନ୍ତୋଷୀ ସହସା ବିଶ୍ୱକର୍ମାଙ୍କୁ ଦେଖିଣ ଆନନ୍ଦ ମନେ ବଧାଇ ଜଣାଇଲେ ପୁଣ। ବୋଇଲେ ମର୍ତ୍ତ୍ୟପୁରେ ମୋ ନାମ ପ୍ରକାଶେ ଆସିଅଛି ମନେ ରଖ ଘର କୈଳାସେ। ପୁଛିଲେ ହେ ବିଶ୍ୱକର୍ମା ଚିହ୍ନିଲି ଚିହ୍ନିଲି ଗଣନାଥ କନ୍ୟା ତୁମେ ଏବେ ମୁଁ ଜାଣିଲି। କୁହ କୁହ କେଉଁ କର୍ମ କରିବି ଏଠାରେ କେଉଁ ଆସେ ଅକସ୍ମାତେ ସୁମରଣା କଲେ। ବୋଲନ୍ତି ଜନନୀ ଏହି ବିପିନ ମଧ୍ୟରେ ଗଢ଼ ଗୋଟିଏ ମନ୍ଦିର ସୁଚାରୁ ରୂପରେ। ସେହିଠାରେ ମୂର୍ତ୍ତି ମୋର ରହିବ ଆବର। ନାରୀଗଣ ଖୁସି ମନେ ପୂଜିବେ ସତର। ଏହା ଶୁଣି ବିଶ୍ୱକର୍ମା ବିଳମ୍ବ ନ କରି କରିବାକୁ କର୍ମ ନିଜ ରହିଲା ଆବରି। ନିଜର କାମକୁ ସମ୍ପାଦନା ଲାଗି ସେହି ନିଜ ହସ୍ତେ ମନ୍ଦିର ଯେ ଗଢ଼ିଲେଟି ଯାଇ। ଉତ୍ତମ ଭାବେ ମନ୍ଦିର ବିଶ୍ୱକର୍ମା କଲେ ଉପରେ ସୁନାର କୁମ୍ଭ ଗୋଟିଏ ଥୋଇଲେ। ମୁଣ୍ଡି ମାରିଣ ଯେ ପୁଣ ଉରରେ ତାହାର ଉଡ଼ାଇଲେ ଧ୍ୱଜା ଏକ
ଉଡ଼େ ଫର ଫର। ତାର ଚାରି ପାଖେ ଭିନ୍ନ ଭିନ୍ନ ମୂର୍ତ୍ତିମାନ। କରିଲେ ଆବର ବ୍ରହ୍ମା ଶିବ ନାରାୟଣ। ଗଣନାଥ ମୂର୍ତ୍ତି ଏକ ବାହନ ଇନ୍ଦୁର। ବିପରୀତେ କାର୍ତ୍ତିକେୟ ସାଥିରେ ମୟୂର। ପୁଣି ଗିରିରାଜ ସୁତା ଭବାନୀ ମୂରତି। ପଦ୍ମାଳୟା ଏକ ପାର୍ଶ୍ୱେ ପାର୍ଶ୍ୱେ ସରସ୍ୱତୀ। ଏହିପରି ଭାବେ ସର୍ବ କର୍ମ ମନ୍ଦିରର ଶେଷ କରି ସିଂହାସନ କରିଲେ ତିଆର। ସିଂହାସନ ମଧ୍ୟ ଜାଣ ହୀରା ଓ ମୋତି। ମାଣିକ ଇନ୍ଦ୍ର ନୀଳ ଯେ ଖଞ୍ଜିଲେ ଝଟତି। ଚତୁଃପାର୍ଶ୍ୱେ ନାନା ଭାବେ କାରୁକାର୍ଯ୍ୟମାନ। କରିଲେ ଯେ ବିଶ୍ୱକର୍ମା ଅତୀବ ଯତନ। ସିଂହାସନ ମଧ୍ୟ ଭାଗେ ବ୍ୟଙ୍କ ଯେ ଆସ୍ଥାନ। ଦେବୀ ତାହା ପରେ ନିଶ୍ଚୟ ପାତିବେ ଆସନ। ଏ ବାରତା ଜାଣି କରି ଯେ ବିଶ୍ୱକର୍ମଣ ନିଜ ହସ୍ତରେ ଆଙ୍କିଲେ ଯତନ କରିଣ। ଅଷ୍ଟଦଳ ପଦ୍ମ ଏକ ଲେଖିଲେ ଯେ ସେଠି। ଯେଉଁଠାରେ ବସିବେ ସେହି ମାତା ସନ୍ତୋଷୀ। ତାହାପରେ ଭିନ୍ନ ଭିନ୍ନ ବର୍ଣ୍ଣ ଆଦି ଦେଲେ। ଯେଉଁପରି ଶୋଭା ହେବ ସୁନ୍ଦରଟି ହେଲେ। ଆଗରେ ଆସ୍ଥାନ ଠାରୁ କିଛି ବାଟ ଦୂରେ ସିଂହଦ୍ୱାର ଜାଣ ଅତି ଯତନେ ସତରେ। ବେନି ପାର୍ଶ୍ୱେ ଦୁଇ ଗୋଟି କେଶରୀ ରଖିଲେ। ସାତ ସିଂହ ନୁହଁ ସିଏ ମୂର୍ତ୍ତି ଜାଣ ଭଲେ। ପରନ୍ତୁ ଦୂରରୁ ଯଦି ସିଂହ ବେନି କିଏ ଦେଖେ ସାକ୍ଷାତ ବୋଲିଣ କହିବ ନିଶ୍ଚୟ। ଏହିପରି ନାନା ଭାବେ ମନ୍ଦିର ସଜାଇ ନାରୀଗଣ ବସିବାକୁ ଚଉପାଢ଼ୀ ତହିଁ। ଗୋଟିଏ କରିଲେ ଦେବୀ ଆସ୍ଥାନକୁ ଛାଡ଼ି। ଦୂରରୁ ଦିଶଇ ଜାଣ ଲାଗିଯିବା ପରି। ଏହିପରି ଯତନରେ ସନ୍ତୋଷୀ ମନ୍ଦିର ଗଢ଼ିଣ ଯେ ବିଶ୍ୱକର୍ମା ଦେବୀଙ୍କୁ ସତର। ଡାକିଣ ବୋଲନ୍ତି ଦେବ ଗଣେ ଯେ ନନ୍ଦିନୀ। କେଉଁ ପରି ବିରାଜଇ ମନ୍ଦିରଟି ପୁଣି। ମହାଦେବୀ ଦେଖି ତାହା ଆନନ୍ଦ ମନରେ। ବିଶ୍ୱକର୍ମାକୁ ସହସା ଧନ୍ୟବାଦ ଦେଲେ। ତହୁଁ ବିଶ୍ୱକର୍ମା ବିଦା ହୋଇ ଦେବୀ ପାଶୁ। ସରଗ ଭୁବନେ ଗଲେ ସେହି ମର୍ତ୍ତ୍ୟ ଲୋକକୁ। ସନ୍ତୋଷୀ ଆଉ ସମୟ ବିଳମ୍ବନ କରି ନାରୀଗଣଙ୍କୁ ବୋଇଲେ ଆନନ୍ଦେ ହକାରି। କୁହ କୁହ ସାଥୀ ମାନେ ଦେଖିଏ ମନ୍ଦିର। ଦିଶୁଅଛି ସୁଦୂରରୁ ଯେ କେଉଁ ପ୍ରକାର। ନାରୀମାନେ ନିରେକ୍ଷିଣ ବୋଲନ୍ତି ସେନ୍ଦନ। ଏକ ପରି ଦିଶୁଅଛି ଦୂରୁ ଦେଖ ପୁଣ। ଏହିପରି କଥାବାର୍ତ୍ତା ଅନ୍ତେ ନାରୀଗଣ ବୋଇଲେ ଠାରେ ମୂର୍ତ୍ତି ସ୍ଥାପନ ଅର୍ଥରେ। ନୀରବ ହୋଇଲେ କିଛି କାଳ ଯେ ସତରେ। ଚିନ୍ତା କରି ମନ ମଧ୍ୟ କଲେ ଦେବୀ ସ୍ଥିର। ନିଜ ଅଙ୍ଗୁ ମୂର୍ତ୍ତି ଏକ କାଢ଼ିଣ ସତର। ତାହାକୁ ନେଇଣ ଏହି ସିଂହାସନ ପରେ। ଅଙ୍କିତ ଯେ ଅଷ୍ଟଦଳ ପଦ୍ମର ଉପରେ। ବସାଇଣ ଆନନ୍ଦିତ ହୋଇଣ ଜାଣିବେ। ଏକ ବଡ଼ କାମ ସରିଗଲା ଏହି ଭବେ।
ଏତେ ବୋଲି କିଛି କାଳ ସିଂହାସନ ଦେହେ ବସିଲେ ଆନନ୍ଦ ମନେ ଯେ ସନ୍ତୋଷୀ ମାଏ। ତାହାପରେ ସେ ଆସନ ତେଜି ବାହାରକୁ ବାହାରି ଆସିଲେ ରଖି ପ୍ରତିମା ମୂର୍ତ୍ତିକୁ। ଦେବୀ ପୂର୍ବ ଯେଉଁ ପରି ଚତୁର୍ଭୁଜ ରୂପ ଦେଖାଇଥିଲେ ସେ ପରି ହେଲା ଜାଣି ରଖ। ମହାଦେବୀ ସନ୍ତୋଷୀର ମନ୍ଦିର ନିର୍ମାଣ ପରେ ପରେ ମୂର୍ତ୍ତି ଏକ ହୋଇଲା ସ୍ଥାପନ। ସେହିଦିନ ସେହି ବଣ ଶୋଭା ଦ୍ୱିଗୁଣିତ ହେଲା ମନେ ରଖ ସୁଜ୍ଞ ଜନ ଏହା ସତ। ତାହାପରେ ହେଲା କିସ ଦେଇ ମନ କର୍ଣ୍ଣ ପଢ଼ ପଢ଼ ଶେଷ ଯାଏ ସନ୍ତୋଷୀ ପୁରାଣ। ଜାଣିବ ଶୁଣିବ ନିଶ୍ଚୟ ଅନ୍ତକାଳେ ପୁଣ ଦେବୀଙ୍କ ପରମ ପାଦେ କରିବ ଗମନ। ସନ୍ତୋଷୀ ପୁରାଣ ଏକ ପବିତ୍ର ପୁରାଣ ପଢ଼ିଲେ ଶୁଣିଲେ ତରି ଯିବେ ପାପୀ ଗଣ। ମାତାଙ୍କର ଆଶୀର୍ବାଦ ଶିରେ ମୁହିଁ ଧରି ପୁରାଣ ରଚନା କରେ ସବୁ ଚିନ୍ତା କରି। ଦୟା କରି ଦୟାମୟୀ ପଦ କହିଦିଅ ଚନ୍ଦ୍ରଶେଖର ବୋଧ ଅଟେ କେତନୟ। ଲୀଳାବତୀ ବିପଦରେ ସମ୍ମୁଖୀନ ଏବଂ ସନ୍ତୋଷୀ ମନ୍ଦିରକୁ ଆଗମନ। ଶୁଣ ଶୁଣ ସୁଜ୍ଞ ଜନ ମନ କରି ସ୍ଥିର ନାରଦଙ୍କୁ ପୁଛୁଛନ୍ତି ସେହି ବେଦବର। ପୁରାଣ ମଧ୍ୟରେ ବ୍ରହ୍ମା ଗିରି ଗୋଟିଏ ସର୍ବୋତ୍ତମ ଜାଣି ରଖ କହୁଛି ବୁଝାଇ। ସନ୍ତୋଷୀ ଯେ ଲୀଳାବତୀ ଆସୁଛି ବିପିନ ଜାଣି କରି ସନ୍ତୋଷରେ ମନ୍ଦିର ନିର୍ମାଣ। କରିଲେ ଆନନ୍ଦ ମନେ ମନରେ ଭାବିଲେ ଏହି ବାରେ ମୋର କାମ ହୋଇବଟି ଭଲେ। ପରନ୍ତୁ ସେ କେଉଁ ପରି ମନ୍ଦିର ପାଖକୁ ଆସିବ ଜଣା ସିଏ ମୋର କିରତିକୁ। ଏହା ପାଇଁ ଏକ ଗୋଟି ମୁହିଁ ଯେ ଉପାୟ କରିବି ନିଶ୍ଚିତ ଭାବେ ନାହିଁଟି ସନ୍ଦେହ। ଏତେ ବୋଲି ମନ ମଧ୍ୟେ ବିଚାର କରିଣ 10 5 10 ଗୋଟି କରିଲେ ତ କ୍ଷଣ। ଆନନ୍ଦ ମନରେ 10 ଗଢ଼ିଲେ ସହସ୍ରା 5 ଜଣ ବା 10 ପାଦ ପ୍ରଣମିତା। କରିଣ ବୋଇଲେ ମାତା କି କାର୍ଯ୍ୟ ସାଧନେ ଗଢ଼ିଲେ ଆମ୍ଭକୁ କୁହ ଆନନ୍ଦିତ ମନେ। କେଉଁ ସେବା କରି ତବ ଜୀବନ ଆମ୍ଭର ଧନ୍ୟ ଧନ୍ୟଟି ବୋଲିବୁ କୁହନ୍ତୁ ସତର। କହୁଛନ୍ତି ବିଘ୍ନରାଜ ନନ୍ଦିନୀ ସନ୍ତୋଷୀ ରୁହ ପାଶେ ମୋହର ଯେ ହୋଇ ଅତି ଖୁସି। ପ୍ରୟୋଜନେ ସୁନିଶ୍ଚିତ କର୍ମରେ ତୁମ୍ଭକୁ ଲଗାଇବି ସତ୍ୟ ମୋର ଜାଣିବ ବାର୍ତ୍ତାକୁ। ଏଣେ ଲାଞ୍ଛିତା ହୋଇଣ ଲୀଳା ପ୍ରତିଦିନ କାଠ ଆହରଣ ଆସେ ଚଳଇ ବିପିନ। ବିପିନରେ କାଟୁ କାଟୁ କାଠ କାନ୍ଦି କହେ କାହିଁ ଅଛ ସ୍ୱାମୀ ମୋର ତୁରିତ ଆସ ହେ। ପ୍ରାଣାଧିକ ପତ୍ନୀ ତବ ଏହି ଲୀଳାବତୀ ନ ବଞ୍ଚି ପାରିବ ଆଉ ତୁମ୍ଭକୁ ନ ଦେଖି। କେତେ ଆଉ ଅଭାଗିନୀ ଖଟିବ ବାଉ ନ ସହି ପାରିବି ଦୁଃଖ ବେଦନା ଯେ ସେହୁ। ଏହିପରି ସ୍ୱାମୀ ଚିନ୍ତା ଦୁଃଖେ ଲୀଳାବତୀ
କରି ପୁଣି ବେଳେ ବେଳେ ଧର୍ମେ ବୋଲେ ଡାକି। ହାୟରେ ମନ୍ଦ ଦଇବ ଏକଇ ବିଚାର, ଅଟଇ ଉଚିତ କିବା କହ ଗୋ ତୋହର। ଦୁଃଖ ପରେ ଦେଉ ଦୁଃଖ ସର୍ବଦା ମୋତେ, କରୁଣା ସାଗରୁ ଦେଇ ନ କଣିକା ସତେ। ଦୁଃଖିନୀ ଲୀଳାବତୀର ଦୁଃଖର ବେଦନା, ଅସହ୍ୟ ହୋଇ ପ୍ରଭୁ କରୁଅଛି ଜଣା। ଶୁଣ ମୋର ଡାକିବାରେ ନୋହିଲେ ମୋ ପ୍ରାଣ, ଚାଲିଯିବ କହୁଅଛି ପ୍ରଭୁ ଭଗବାନ। ଏହିପରି ନାନା ଚିନ୍ତା କରି ମନେ ମନେ, କାଠ ଲାଗି ପ୍ରତିଦିନ ଚଳଇବି ପିନେ। ବିପିନକୁ ପ୍ରତିଦିନ ପରି ସେହି ଦିନ, ଚାଲିଲା ଯେ ଲୀଳାବତୀ କରି ଦୁଃଖ ମନ। ସେହି ଦିନ ଅଟେ ଜାଣ ଯୀଶୁଙ୍କର ବାର, ମାତା ଦସ୍ୟୁମାନଙ୍କୁ ହେ କଲେ ନିଜେ ଠୁଳ। ବୋଇଲେ ଦସ୍ୟୁଙ୍କୁ ମାତା ଏଠାରେ ଯେ ପୁଣ, ଆସିବ ତ ଲୀଳାବତୀ ଏହି ପଥେ ଜାଣ। କାଠ କାଟିବାକୁ ସିଏ ବିପିନ ମଧ୍ୟକୁ, ଯାଇଅଛି ହଇରାଣ କରିବ ତାହାକୁ। ଏହି ପଥେ ଲୀଳାବତୀ ଆସିବ ନିଶ୍ଚୟ, ପ୍ରତିଦିନ ରାସ୍ତା ଇଏ ତା ନାହିଁ ସନ୍ଦେହ। ଆସିବା ମାତ୍ରକେ ତାକୁ ଏଠି ଅଟକାଇ, ଲୋଲୁପ ଦୃଷ୍ଟିକୁ ସର୍ବେ ଥିବ ଯେ ପକାଇ। କଦାପି ତାହାର ପଥ ନ ଛାଡ଼ିବ ଜାଣ, ତହୁଁ ପ୍ରବେଶିବେ ଆସି ଏହି ନାରୀ ଗଣ। ନାରୀ ଗଣ ପହଞ୍ଚିଲେ ସେ ଲୀଳାବତୀକୁ, ଭୟରେ ଛାଡ଼ି ନ ଚାଲି ଯିବ ସେ ଦୂରକୁ। ତାହାପରେ ହେବ ଯାହା କରିବ ସମସ୍ତ, କୁହ ଏହାକୁ କରିବ କିବା ନାହିଁ ସତ। ଏ ବାରତା ଦସ୍ୟୁ ଗଣ ଶୁଣି ମାତାଙ୍କର, ଆନନ୍ଦ ମନେ ସମ୍ମତି ଜଣାନ୍ତି ସତର। ଏଛାର କାମକୁ ମାତ ଯଦ୍ୟପି ତୁମ୍ଭର, ନ କରିପାରିବୁ ତେବେ କି ହେବ ବିଚାର। ନିଶ୍ଚୟ କରିବୁ ଏହା କରୁଛୁ ଶପଥ, ଯାଉଛୁ ରୋଧିବୁ ସେହି ଲୀଳାବତୀ ପଥ। ଆନ କର୍ମ ମାନ ତୁମ୍ଭେ ସବୁ କର ସ୍ଥିର, ଏତେ ବୋଲି ଦସ୍ୟୁ ଗଣ ହୋଇଲେ ବାହାର। ତହୁଁ ଗଣେଶ ନନ୍ଦିନୀ ସେ ନାରୀ ଗଣଙ୍କୁ, ଡାକି କରି ସବୁ କଥା ବୋଇଲେ ସଭିଙ୍କୁ। ସମ୍ପ୍ରତି ଯେଉଁ ଦସ୍ୟୁଙ୍କୁ କଲି ଉତ୍ପାଦନ, ସେହିମାନେ ଏକ ନାରୀ ପଥାବରୋଧନ। କରିବା ସମୟ ସର୍ବେ ପହଞ୍ଚିବ ସେଠି, ତୁମ୍ଭକୁ ଦେଖିଣ ନିଶ୍ଚେ ସେ ଚାଲିଯିବେଟି। ତହୁଁ ତୁମେ ସେ ନାରୀର ପରିଚୟ ନେବ, ନାମଟି ତାହାର ଲୀଳାବତୀ ହୋଇଥିବ। ତହୁଁ ସିଏ ନିଶ୍ଚେ ତୁମ୍ଭ ମାନଙ୍କୁ ପୁଛିବ, କାହିଁ ଆଗ ନାରୀ ଗଣ କୁହବାରେ ଯିବ। ତହୁଁ ତୁମ୍ଭେ ତାକୁ ସେହି କାଳରେ କହିବ, ସନ୍ତୋଷୀ ପୂଜା ମାନ ସେ ଯିବୁଟି ଜାଣିବ। ଯଦି ସିଏ ସାଥେ ତୁମ୍ଭ ଆସିବ ସେ ନାରୀ, ମନ୍ଦିର ମଧ୍ୟକୁ ତାକୁ ଡାକିବ ଯେ ପୁଣି। ସେବକିନି ସାଜି ମୁହିଁ ପୂଜକ ଆସନେ, ବସିଥିବି ତାହା ପରେ
କରିବ ଯେ ସନେ ହୋଇବାର କଥା ଜାଣ କରିବି ନିଶ୍ଚୟ ଏଥି ମଧ୍ୟରେ ତିଳାର୍ଦ୍ଧେ ନାହିଁଟି ସନ୍ଦେହ ଏହିପରି ନାରୀ ଗଣେ ଆଦେଶ ଦେଇଣ ଆନନ୍ଦ ହୋଇଲେ ଦେବୀ ସନ୍ତୋଷିତ କ୍ଷଣ ଆଉ କିସ କରିବେ ଯେ ଦେବୀ ବର୍ତ୍ତମାନ ଲୀଳାବତୀକୁ କହିବେ ପୂଜା ସେହି କ୍ଷଣେ ଆଜ ଦିନ ଶୁକ୍ରବାର ଏ ଦିନରେ ମୋର ଜନ୍ମ ଯେ ହୋଇଥିଲା କୈଳାସ ଠାବର ତେଣୁ କରି ଏହି ଦିନ ମୋର ବାର ହେବ 16 ଗୋଟି ନାରୀ ସାଥୀ ମୋର ଜାଣିବ ସେହି ହେତୁ 16 ଶୁକ୍ରବାର ବ୍ରତ ନାମ ହୋଇବ ମୋର ଏହି ମର୍ତ୍ତ୍ୟଲୋକେ ପୁଣ ଏମନ୍ତ ଭାବରେ ମହାଦେବୀ କଲେ ସ୍ଥିର ରହିଲେ ଆନନ୍ଦ ମନେ ମନ୍ଦିର ପାଖର ଏଣେ ଯେ ଦୁଃଖିନୀ ଲୀଳା ଅତି ଦୁଃଖେ କାଠ କାଟିଣ ଗୋଟିଏ ଗୋଛା କରିଲା ତୁରିତ ସବୁଦିନ ପରି ସେହି ଗୋଛାରେ ଟାଙ୍ଗିଆ ଖୋସଣ ଦେଇ ସ୍ଥିରରେ ହେଲାନି ଯେ ଠିଆ କ୍ଷଣ କାଳ ଠିଆ ହୋଇ ନିତିଦିନ ପରି କାଠ ଗୋଛାକୁ ମୁଣ୍ଡରେ ଥୋଇଲା ସେ ନାରୀ ଭୋକ ଶୋଷରେ ତାର କଣ୍ଠ ଶୁଖିଗଲା ଝରଣା ପାଣିରୁ କିଛି ଲୀଳା ଯେ ପିଇଲା ତାହାପରେ ଗୋଛା ଧରି ନିନ୍ଦିଣ କରମ ଚାଲିଲା ଯେ ଲୀଳାବତୀ ରୁଦ୍ରପୁର ଗ୍ରାମ କାନ୍ଦି କାନ୍ଦି ଅତି ଦୁଃଖେ ଲୀଳା କିଛି ବାଟ ଚାଲିଗଲା ଦସ୍ୟୁ ଗଣ ଆସିଲେ ତୁରିତ ସୁନ୍ଦରୀ ପଣରେ ତାର ବିମୋହିତ ହେଲେ କାହୁଁ ଏହି କାମ ତୁହି କରୁଛୁ ବୋଇଲେ ଆମ୍ଭ ସହ ଚାଲ ତୁହି ନାନା ସୁଖ ଭୋଗ କରିବୁ ନିଶ୍ଚିତ ଭାବେ ହୁଅ ଆମ୍ଭ ସାଙ୍ଗ ଏମିତି ଭାବରେ କହି 10 ଜଣ ଚତୁର୍ଦିଗ ଘେରି ଗଲେ ଜାଣ ତତକ୍ଷଣ ଚମକିଣ ଚତୁର୍ଦିଗେ ଚାହେଁ ଲୀଳାବତୀ କାଠ ଗୋଛା ତଳେ ଥୋଇ କଲା ଦୁଃଖତି କି ହୋଇଲା ଆଜି ମୋର ସର୍ବସ୍ୱ ସରିବ ସତୀତ୍ୱ ଏମାନଙ୍କର ହାତରେ ଯେ ଯିବ ଭାବି ଏହା ହାତ ଯୋଡ଼ି କହେ ଲୀଳାବତୀ ଛାଡ଼ି ଦିଅ ପଥ ମୋର ଯାଏ ମୁଁ ଝଟତି ନୁହେଁ ମୁହିଁ ତୁମ୍ଭ ଭୋଗ୍ୟା ହେ ପୁରୁଷ ଗଣ ବିବାହିତା ନାରୀ ବୋଲି ମୋତେ ତୁମ୍ଭେ ଜାଣ କର୍ମ ବେଳକୁ ନଳ ରାଜା ଯେଉଁ ପରି କାଟିଥିଲେ ଘୋଡ଼ା ଘାସ ମୁଁ ଅଟେ ସେ ପରି ସାଧବ ଘରର ବୋହୂ ସାଜି କରି ମୁହିଁ ନିତିଦିନ ଘୋର ବନେ କାଠ ଯେ କାଟଇ ଏତେ ବୋଲି ନିଜର ଯେ ଜୀବନ ବୃତ୍ତାନ୍ତ ବୁଝାଇ ଆନନ୍ଦ ମନେ କହିଲା ସମସ୍ତ ଏହା ଶୁଣି ନ ଶୁଣିଲା ପରି ଦସ୍ୟୁଗଣ ଚତୁର୍ଦିଗୁ ଘେରି ଆସିଲେ ଯେ ତତକ୍ଷଣ ଲୀଳାବତୀ କିଛି ଆଉ ଉପାୟ ନ ଦେଖି ରକ୍ଷା କର ବୋଲି କଲା ପାଟି ଏସନ ସମୟେ ମାତା ସାଥୀ ନାରୀ ଗଣ ଲୀଳାବତୀଙ୍କର ପାଶେ ଆସିଲେ ତକ୍ଷଣ ନାରୀମାନଙ୍କୁ ଦେଖିଣ ସେହି ଦସ୍ୟୁଗଣ କ୍ଷଣ କାଳେ କେଉଁ ଆଡ଼େ ହୋଇଗଲେ ଲୀନ ଲୀଳାବତୀର ଭୟରେ ସେହି ନାରୀ ଗଣ
ସେମାନଙ୍କୁ ଚାହିଁ କରି ଚକିତ ଯେ ନିଅନ ବୋଇଲା ସେ ନାରୀ ଗଣ ଥିଲେ 16 ଜଣ। ସମସ୍ତେ ଯେ ପିନ୍ଧିଥିଲେ ଝିନ ବସ୍ତ୍ର ଜାଣ ସବୁରି ଦକ୍ଷିଣ ହାତେ ଫୁଲ ଓ ଚନ୍ଦନ ସିନ୍ଦୁର ଆବର ଥିଲା ପୂଜା ଦ୍ରବ୍ୟମାନ। ଲୀଳାବତୀ ସେମାନଙ୍କୁ ସହସା ଦେଖିଣ ବୋଇଲା ମଙ୍ଗଳ ତବ ହେଉ ନାରୀ ଗଣ। ତୁମ୍ଭ ଆଗମନ ଯଦି ବିଳମ୍ବ କିଞ୍ଚିତ ହୋଇଥାନ୍ତା ମୋର ନିଶ୍ଚୟ ସତୀତ ନିହତ। ଇଜ୍ଜତ ମାନ ମହତ ତୁମ୍ଭେ ମାନେ ମୋର ବଞ୍ଚାଇଲ ତୁମ୍ଭ ପାଶେ ଋଣୀ ହେଲି ଚିର। କୁହ କୁହ ଭଗ୍ନୀ ଗଣ କେଉଁ ବନ ଦେବି ପୂଜିବାକୁ ଯାଉଅଛ ମୁଁ ସେଠାକୁ ଯିବି। ନାରୀ ଗଣ ଲୀଳାବତୀ କଥାକୁ ଶୁଣିଣ କୁହନ୍ତି ଏ ବନ ଦେବୀ ନୁହନ୍ତି ଜାଣ। ସନ୍ତୋଷୀ ମାତାର ବ୍ରତ କରୁଛୁ ସରବେ ସେହି ମାତାର ମନ୍ଦିର ଯାଉଅଛୁ ଆମ୍ଭେ। ପଥରେ ଯେ ଦସ୍ୟୁ ଗଣ ତୁମ୍ଭଙ୍କୁ ଏପରି କରିବା ଦେଖିଣ ଆମ୍ଭେ ଆସିଲୁ ବାହାରି। କୁହ ତବ ପରିଚୟ କାହିଁକି ବଣେ କାଠ କାଟ ଆମ୍ଭେ ମାନେ ପଚାରୁ ଏ କ୍ଷଣେ। ଏହା ଶୁଣି ଅତି ଦୁଃଖେ କହେ ଲୀଳାବତୀ ଚିର ଦୁଃଖିନୀ ଭଉଣୀ ଅଟେ ଯା କହୁଛି। ନୁହେଁ ପତ୍ର ସଉତୁଣୀ ଅବା ରାଜା ରାଣୀ ରଘୁଦାସ ସାଧବର ସାନ ବୋହୁ ପୁଣି ଅଟଇ ଯେ ଶାଶୁ ଆଉ ଯା ମାନେ ମୋତେ କଦାପି ନ ଦେଖି ପାରନ୍ତି ଜାଣ ଯେ ସତେ। ସ୍ୱାମୀ ମୋର ବାଲ୍ୟକାଳୁ କୌଣସି କରମ କରିନଥିଲେ ଟିହା ସତ୍ୟ ବଚନ। ବାରମ୍ବାର ଶାଶୁ ମୋର ସ୍ୱାମୀଙ୍କୁ ମୋହର ହଇରାଣ ସର୍ବଦା କଲେ ସତ୍ୟଗୀର। ତହୁଁ ପ୍ରାଣ ପ୍ରିୟତମ ବିଦେଶକୁ ଗଲେ ଗଲା ପରେ ମୋର ଦୁଃଖ ବଢ଼ିଲା ଅଚିରେ। ଘର କାମ କରି ସବୁ ଆସଇ ବଣକୁ କାଠ କାଟି ସଦା ଦିନ ନିଅଇ ଘରକୁ। ଯେଉଁ ଦିନ କାର୍ଯ୍ୟ ମୁହିଁ କରେ ଅବହେଳା ଜାଣିବ ବେତ୍ରାଘାତରେ ପିଠି ମୋ ଫାଟିଲା। ଘର ମୋର ରୁଦ୍ରପୁର ଏଇ ପରିଚୟ ଜାଣିବ ଭଉଣୀ ଗଣ ନ ରଖି ସନ୍ଦେହ। ଏହା ଶୁଣି ଅତି ସୁଖେ ସେହି ନାରୀ ଗଣ ଲୀଳାବତୀ କୁସଙ୍ଗତେ ନେଲେ ଆଦରିଣ। ସନ୍ତୋଷୀ ପାଶେ ଜନନୀ ନିଜେ ସେବକିନୀ ସାଜି ବସିଥାନ୍ତି ସେହି ଗଣେଶ ନନ୍ଦିନୀ। ଦୂରରୁ ଦେବୀ ମୂରତି ଦେଖି ଲୀଳାବତୀ ପ୍ରଣାମ କରିଲା ମନେ କରିଣ ଭକତି। ତହୁଁ ବ୍ରତ ଯଥା ବିଧି ହୋଇଲା ପାଳନ ବୁଟ ଆଉ ଗୁଡ଼ ନୈବେଦ୍ୟ ଦେଲା ପୁଣ। ପୂଜା ଶେଷ ଯାଏ ଲୀଳା ମନ୍ଦିର ନିକଟେ କାଠ ଗୋଛାର କ୍ଷୀଣ ଭକ୍ତି ମନରେ ବସେ। ପୂଜାର ଶେଷରେ ପୁଛେ ଜନନୀଙ୍କୁ ଲୀଳା କିସ ହୁଇ କୁହନ୍ତି କଲେ ହି ମେଳା। ଏହା ଶୁଣି କହୁଛନ୍ତି ଲମ୍ବୋଦର ସୂତା ଶୁଣ ଶୁଣ ସାଧବାଣୀ ବହୁ ମୋର ବାର୍ତ୍ତା। କରିଲେ ବ୍ରତ ଯିଏ ଯା ମନରେ ମଧ୍ୟରେ ଚିନ୍ତଇ ତାହା ମିଳଇ ଜାଣ ତୁ ଅଚିରେ। ଏ ବ୍ରତ ପାଳନ କଲେ
ଅପୁତ୍ରିକ ନାରୀ କୋଳରେ ପାଳଇ ସୁଖେ ପୁତ୍ର କନ୍ୟା ଧରି ଏ ବ୍ରତ ପାଳନ କଲେ ରାଜଦ୍ୱାରେ ପୁଣ କୀରତି ଅର୍ଜନ କରି ଫେରଇଟି ଜାଣ ଯେଉଁ ନାରୀର ଯେ ପତି ଥିବ ବିଦେଶରେ ଏ ବ୍ରତ ପାଳନ କଲେ ସ୍ୱାମୀ ତା ଚିରେ ଫେରି ଆସିବ ଏ ବାର୍ତ୍ତା ଜାଣିବ ନିଶ୍ଚୟ ସତୁଠାରେ ସର୍ବଦା ଯେ ହୋଇଥାଏ ଜୟ ବିଦ୍ୟା ବୁଦ୍ଧି ନୁହେଁ ଯେଉଁ ମାନଙ୍କର ପୁଣ ଏ ବ୍ରତ ପାଳନେ ହୁଏ ଉଦୟ ଯେ ଜ୍ଞାନ ଗଣେଶ ନନ୍ଦିନୀ ଏ ସନ୍ତୋଷ ମହାମାଇ ସଭିଙ୍କୁ ସନ୍ତୋଷ ଦାନ ଜାଣ କରିଥାଇ କାହାକୁ କଦାପି ସିଏ ଅସନ୍ତୋଷ କେବେ କରିନାହିଁ ଏ ବାରତା ଜାଣି ନ କରିବେ ଯିଏ କେହି ଭକ୍ତି ଭରେ ମାତାଙ୍କୁ ଡାକିବ ନିଶ୍ଚିତ ଭାବରେ ଜାଣ ସୁଫଳ ଲଭିବ। ଏହା ଶୁଣି ଲୀଳାବତୀ ଚିନ୍ତିଲା ମନରେ ସ୍ୱାମୀ ମୋର ଛନ୍ତି ଯାଇ ପୁଣି ବିଦେଶରେ ଅଦ୍ୟାବଧି କୌଣସି ଖବର ତାଙ୍କର ମିଳୁନାହିଁ କଲେ ନିଶ୍ଚୟ ଖବର ମିଳିବ ଯେବେ ମୁଁ ଏହି ବ୍ରତ ଆଚରଣ କରିବି ସମସ୍ତ ବାର୍ତ୍ତା ବୁଝେଠୁ ପୁଣ ଏହିପରି ବିଚାରିଣ ପୂଜେ ଲୀଳାବତୀ କେଉଁପରି ଏହି ବ୍ରତ ହୁଏ କୁହ ନୀତି ତହୁଁ ଲୀଳାବତୀ ପ୍ରଶ୍ନେ ଜନନୀ ଉତ୍ତର ଦେଇ କରି ମହାମାଇ କହୁଛନ୍ତି ଗିର ପ୍ରତିଦିନ ଏହି ବ୍ରତ ନ କଲେ ଚଳିବ ସପ୍ତାହରେ ଏକ ଦିନ ମନରେ ରଖିବ ଶୁକ୍ରବାର ଗୋଟିଏ ଅଟେ ଜାଣ ଏକ ବାର ସେହି ଦିନଟି ଉତ୍ତମ ଅଟେ ଦେବୀଙ୍କର ଶୁକ୍ରବାର ଦିନ ଜାଣ ଦେବୀଙ୍କର ବ୍ରତ କରିବ ଆନନ୍ଦ ମନେ ହୋଇ ଶୁଦ୍ଧ ପୂତ ଏହି ବ୍ରତ ଲାଗି ଜାଣ ଦ୍ରବ୍ୟ ଯେ ବହୁତ ନ ଲାଗଇ 25ଟି ପଇସା ଯେ ମାତ୍ର ସୋଲା ଚଣା ଆଉ ଗୁଡ଼ ଆଣିନ ସନ୍ତୋଷୀ ବୋଲିଣ ଯେ ଭୋଗ ଦେବ ମନରେ ମନାସି କଳସ ସ୍ଥାପିବ ଦେବୀ ଅଗ୍ରଭାଗେ ପୁଣ ଆମ୍ର ପଲ୍ଲବ ତାହେଲେ କରିବ ପ୍ରଦାନ ନାରିକେଳ ବା ଏକ ଗୁବାକ କୁମ୍ଭରେ ଥୋଇ ଗଣପତି ପୂଜା କରିବ ସତରେ ଗଣପତି ପୂଜା ଅନ୍ତେ ଦେବୀଙ୍କ ପୂଜନ ଆନନ୍ଦ ମନରେ ଜାଣ କରିବେଟି ପୁଣ ଏହିପରି ନିଜ ମନେ କଳ୍ପନା କରିଣ ଯାହା ପାଇଁ ପୂଜା ତାହା କହିବଟି ପୁଣ ମନସ୍କାମନା ପୂରଣ ହୋଇଲେ ନିଜର ବ୍ରତ ଉଯାପନ ଜାଣ କରିବ ସତର ଉତ୍ଥାପନ ଦିବସରେ ମାତାଙ୍କର ପୂଜା କରିବ ଆନନ୍ଦ ମନେ ସେହି ଚତୁର୍ଭୁଜା କ୍ଷୀରି ପୁରୀ ମିଠା ଆଦି ଶକ୍ତି ଅନୁସାରେ ନୈବେଦ୍ୟ ଦେବ ସେହି ମାତାଙ୍କ ପାଖରେ ତାପରେ ତାଙ୍କ ଭୋଗ ଆନନ୍ଦେ ଆଣିଣ ଲଙ୍ଗଳା ପିଲା 5ଟି ଡାକି ତତ୍କ୍ଷଣ ପଡ଼ିଶା ଘରର ବା
ନିଜ କୁଟୁମ୍ବରେ ଥିଲେ ଛୋଟ ପିଲା ଜାଣ ଆନନ୍ଦ ମନରେ ବସାଇ ଖୁସି ମନରେ ଦେବଟି ଭୋଜନ। ମନେ ରଖ ଖଟା ଦ୍ରବ୍ୟ ନଥିବ ସେ ସ୍ଥାନ। ଖଟାକୁ ଜନନୀ ଯଦି ଦେଖନ୍ତି ଯେ ରୋଷ କରିଥାନ୍ତି ସର୍ବଦା ଏହା ଅଟେ ସତ୍ୟ। ଭୋଜନ ଶେଷରେ ଶକ୍ତି ଅନୁଯାୟୀ ଜାଣ ଦକ୍ଷିଣା ସେହି ପିଲାଙ୍କୁ କରିବ ପ୍ରଦାନ। ହେତୁ ତାର ଯେ ବାଳକ ରୂପ ନାରାୟଣ ଅଟନ୍ତି ଯେହି ବାର୍ତ୍ତା ରଖିଥାଅ ମନ। ଏହା ଶୁଣି ଲୀଳାବତୀ ଆନନ୍ଦ ହୋଇଲା। ସନ୍ତୋଷୀ ବ୍ରତ ବିଧାନ ପୁଣି ଯେ ଶୁଣିଲା। ଶେଷେ ଆସି ବାର କାଳେ ଦେବୀଙ୍କୁ ପୁଛିଲା। ଏକ ଶୁକ୍ରବାରେ ଆଶା ପୂର୍ଣ୍ଣ ହେବ ପରା। ନାହିଁ ନାହିଁ କରିଦେବି ଏକ ଶୁକ୍ରବାର। ଅଭିଳାଷ ନ ପୂରିବ ସତ୍ୟ ଏହା ଗିର। 16 ଗୋଟି ଶୁକ୍ରବାର କରିବ ପାଳନ। ତା ମଧ୍ୟରେ ପୂର୍ଣ୍ଣ ନିଶ୍ଚୟ ହେବ ମନସ୍କାମ। ଯଦ୍ୟପି କାହାର ଦଶା ଭଲ ମନ୍ଦ ଥାଏ 16 ଶୁକ୍ରବାରେ ଆଶା ପୂରଣ ନ ହୁଏ। ଉଯାପନ ନ କରିଣ ବ୍ରତର ବିଧାନ। ପୂର୍ବ ପରି କରୁଥିବ କହୁଅଛି ପୁଣ। ତଥାପି ଦେବୀ ଅଚିରେ ମନ୍ଦିର ବାସନା। ପୂରଣ କରନ୍ତି ସେ ଯେ ନୋହିଅ କରୁଣା। ନାରୀମାନେ କହୁଛନ୍ତି ବିଦେଶରେ ତବ ରହିଛନ୍ତି ପ୍ରାଣ ପ୍ରିୟ ଏ ବ୍ରତ କରିବ। 16 ଗୋଟି ଶୁକ୍ରବାର ମଧ୍ୟରେ ଟିପୁଣ ନିଶ୍ଚିତ ଭାବେ ଖବର ପାଇବେ ଆପଣ। ଏହା ଶୁଣି ଲୀଳାବତୀ ଅତୀବ ସୁଖରେ ବୋଲେ ଆରମ୍ଭିବି ବ୍ରତ ଏଇ ଶୁକ୍ରବାରେ। ଆସନ୍ତା ଶୁକ୍ରବାରକୁ ବ୍ରତକୁ ପାଳନ କରିବି ମୁଁ ଦୁଃଖେ ସୁଖେ ହବିଷ୍ୟ ପାଳନ। ଦେଖିବି ଜନନୀ ମୋତେ ଦୟା କେଉଁ କାଳେ। କରିବେ କରନ୍ତୁ ମାତା ବୋଲି ପ୍ରଣମିଲେ। ପ୍ରଣାମ କରିଣ କାଠ ଗୋଛା ଧରି ଧୀରେ ଚାଲିଲା ଯେ ଲୀଳାବତୀ ସେହି ରୁଦ୍ରପୁରେ। ଆଗାମୀ ଶୁକ୍ରବାରକୁ ସୁଖେ ଲୀଳାବତୀ ଚାହିଁ ଭାବିଲା ମୁଁ ବ୍ରତ ପାଳି ହେବି ବ୍ରତୀ। ଏ ମନ୍ତ୍ର ଭାବରେ ମାତା ନିଜର ଖ୍ୟାତିକୁ ପ୍ରଚାର ଆଶାରେ ଲାଗି ଥିଲେ ଜାଣ ତାକୁ। ଜୟ ଜୟ ମା ସନ୍ତୋଷୀ ବିପଦ ଭଞ୍ଜନୀ। ଜୟ ଜୟ ମା ସନ୍ତୋଷୀ ଗଣେଶ ନନ୍ଦିନୀ। ତବ ପାଦ ପଦ୍ମେ ମାତା ନମଇ ଦିନ। ଅବୋଧ ଚନ୍ଦ୍ରଶେଖର ଲେଖଇ ପୁରା।